ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡ଼ିଲା ପରେ ମୁଁ ମୋ ନିତ୍ୟକର୍ମ ସାରି ବାହାରି ପଡ଼ିଲି ମୋ ଶାଶୁଘର ଗାଁକୁ। ମୋ ଶାଶୁଘର ଗାଁ ଏଇ ପାଖରେ। ମୋ ମିଷ୍ଟର ମୋତେ ଗାଁରେ ଛାଡ଼ି ଦେଇକି ପୁଣି ଫେରି ଆସିଲେ, କାରଣ ତାଙ୍କର ଡ୍ୟୁଟି ଥିଲା। ମୁଁ ଦେଖିଲି ଯେ ମୋ ଯା, ମୋ ଝିଆରୀ ସମସ୍ତେ କାମରେ ଲାଗିଛନ୍ତି। ମୁଁ ବି ତାଙ୍କୁ ହେଲ୍ପ କଲି ରୋଷେଇରେ। କାରଣ ଆଜି ଗୋଟେ ସ୍ପେଶାଲ ଡେ, ସେଥିପାଇଁ ମୁଁ ଗାଁକୁ ଯାଇଛି। ଆଜି ମୋ ପୁତୁରା ବୋଉର ମନସା ଦଖିଆ, ତାଙ୍କ ଘରୁ ଆଜି ଲୋକ ଆସିବେ, ସେଥିପାଇଁ ରୋଷେଇ ଚାଲିଛି। ଆମେ ସମସ୍ତେ କାମରେ ଲାଗି ପଡ଼ିଛୁ। ଯା, ଝିଆରୀ, ମୁଁ, ମୋ ପୁତୁରା ବି ତାର ଘର ସଜେଇବାରେ ଲାଗିଛି। ସମସ୍ତେ ବ୍ୟସ୍ତ। ଏଇ ଭିତରେ ମୁଁ ନୋଟିସ୍ କଲି ମୋ ପୁତୁରା ବୋଉ ବହୁତ ଖୁସି ଅଛି। ତା ଗୋଡ଼ ଆଜି ତଳେ ଲାଗୁନି, କାରଣ ତାଙ୍କ ଘରୁ ଆଜି ଲୋକ ଆସିବେ। ସେଥିପାଇଁ ସେ ଏତେ ଖୁସି, ତା ସହିତ ଡବଲ ଖୁସି ସେ ମା ହେବାକୁ ଯାଉଛି। ସତରେ ଗୋଟେ ନାରୀ ପାଇଁ ଏଇ ଦିନଟା ବହୁତ ବଡ଼ ଦିନ, ଯେତେବେଳେ ସେ ଜାଣେ ମୁଁ ମା ହେବାକୁ ଯାଏ। ତାପରେ ଗୋଟେ ନାରୀ ମା ହେଲା ପରେ ତା ଜୀବନ ସାର୍ଥକ ହେଇଯାଏ। ମୋର ତ ପରମ୍ପରା ଅଛି, ପ୍ରଥମେ ସାଧଭାରଟା ମା ବାପ ଘରୁ ଆସିଲା ପରେ, ତାପରେ ଯାଇକି ସାହି ପଡ଼ିଶା ବନ୍ଧୁବାନ୍ଧବ ମାନେ ଖାଇବାକୁ ଡାକିବେ। ଏତିକାଳେ ଛୁଆ ଯେତେବେଳେ ପେଟରେ ଥାଏ, ମା ପେଟରେ, ମା ଯାହା ଇଚ୍ଛା କରିଥାଏ ତାକୁ ଖାଇବାକୁ ନଦେଲେ ଛୁଆ ଜନ୍ମ ପରେ ତା ପାଟିରୁ କାଳେ ନାଳ ବାହାରେ। ସତ କି ମିଛ ତ ମୁଁ ଜାଣିନି, ଯାହା ଶୁଣିଛି କହିଲି। ତାଙ୍କ ଘର ଲୋକ ଆସି ପହଞ୍ଚିଗଲେଣି, ଆମର ରୋଷେଇ ଚାଲିଛି। ସମସ୍ତେ ମାନେ କାମରେ ଲାଗି ପଡ଼ିଛନ୍ତି। ଖାଇବାକୁ ବଢ଼ାବଢ଼ି ଆରମ୍ଭ ହୋଇଗଲା। ସମସ୍ତଙ୍କୁ ଆମେ ଖାଇବାକୁ ବାଢ଼ି ଦେଲୁ। ଆମେ ପଛରେ ଖାଇବୁ ବୋଲି ଅପେକ୍ଷା କଲୁ, ଯେହେତୁ ସେମାନେ ଆମର ଗେଷ୍ଟ। ଖାଇବା ପିଇବା ସରିଲା ପରେ ପୁଣି ଅଛି, ମାନେ ଯେଉଁ ଆମର କ'ଣ ସଦ, ଯେଉଁ ପୂଜାଟା ରହିଥାଏ ସାଦର ଗୋଦଭରେଇ ତ ପୂଜାଟା ଅଛି, ତାକୁ ବି ହେବ। ଜଗତର ନାଥ ଜଗନ୍ନାଥକୁ ମୁଁ ଡାକୁଛି, ମୋ ପୁତୁରା ବୋଉ ଭଲରେ ଭଲରେ ଛୁଆଟିଏ ଜନ୍ମ କରୁ, ତାକୁ ଭଗବାନ ଭଲରେ ରଖନ୍ତୁ। ଜୟ